ସାଇକୋଲୋଜି କହିଥାଏ ଯଦି ଆପଣ କୌଣସି ମହିଳାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କୁ ଘେଇବାକୁ ଚାହୁଁଛନ୍ତି ତେବେ ତାଙ୍କର ଏହି 3ଟି ଜିନିଷକୁ 3 ଥର ଚିପି ଦିଅନ୍ତୁ। ସେ ସମ୍ଭବ କରିବା ପାଇଁ ଆପଣଙ୍କୁ ଗୋଡ଼ ଧରିବେ। ତା ହେଉଛି ପ୍ରଥମତଃ ତାଙ୍କ ସହିତ ରୋମାଣ୍ଟିକ କଥା ହେଲା ବେଳେ ମଜାରେ ତାଙ୍କର ଗାଲ, ଓଠ ଓ ନାଭିକୁ ମଝିରେ ଚିପି ଦିଅନ୍ତୁ। ଯଦି ସେ ଆପଣଙ୍କୁ ସେତିକି ପସନ୍ଦ କରୁଥିବେ ତେବେ ଆପଣଙ୍କ ଇସାରାକୁ ବୁଝିବା ସହିତ ଆପଣଙ୍କୁ ଏକୁଟିଆ ସମୟରେ ଘରକୁ ଡାକିବେ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବନାଇ ନଥାନ୍ତି ତେବେ ତାଙ୍କ ଉକ୍ତାଙ୍ଗ ଶକ୍ତ ହୋଇ ଯାଇଥାଏ ଓ କରିବାକୁ ମାଗିଥାଏ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ଅଧିକ ଶାରୀରିକ ସମ୍ପର୍କ ବନାଇଥାନ୍ତି ତେବେ ତାଙ୍କ ଦାଢ଼ି ସାଧାରଣ ଅବସ୍ଥା ତୁଳନାରେ ବହୁତ ଜଲ୍ଦି ବଢ଼ିଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ ଜୀବନରେ ବହୁତ ଆଗକୁ ଯିବାକୁ ଚାହୁଁଛନ୍ତି ତେବେ ଅତୀତରେ ହୋଇଥିବା ଜିନିଷକୁ କେବଳ ଶିଖି ନିଅନ୍ତୁ ନା କି ତାଙ୍କୁ ଭାବି ଦୁଃଖୀ ହୁଅନ୍ତୁ। ସାଇକୋଲୋଜି କହିଥାଏ ମଣିଷର ପ୍ରକୃତି ଏମିତି ଅଟିକି ପରାମର୍ଶ ହେଉ କି ସଜା ଅନ୍ୟକୁ ଦେବା ପାଇଁ ବହୁତ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଘେଇବା ସମୟରେ ଆପଣଙ୍କର ଢିଲା ପଡ଼ିଯାଉଛି ବା ତାପରେ ଜମାରୁ ଠିଆ ହେଉନାହିଁ ବା ପାଣି ବହୁତ ଜଲ୍ଦି ବାହାରି ଯାଉଛି ତେବେ ଏହି ଘରୋଇ ଉପାୟ ନିଶ୍ଚୟ କରନ୍ତୁ। 100 ଗ୍ରାମ ରସୁଣ ଆଣନ୍ତୁ। ସେହି ରସୁଣର ଚୋପା ଛଡ଼ାଇ ଗୋଟେ କାଚ ପାତ୍ରରେ ରଖନ୍ତୁ। ଏହାପରେ ଏଥିରେ ଖାଣ୍ଟି ମହୁ ମିଶାନ୍ତୁ ଯେମିତିକି ସବୁ ରସୁଣ ବୁଡ଼ିକି ରହିବ। ଏହାପରେ ଏହାକୁ 3 ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଜାଗାରେ ରଖିଦିଅନ୍ତୁ ଓ 3 ଦିନ ପରେ ଏଥିରୁ ଗୋଟିଏ ଲେଖାଏଁ ବାହାର କରି ପ୍ରତିଦିନ ଦ୍ୱିପହରରେ ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଖାଆନ୍ତୁ। ଏମିତି କରି 30 ଦିନ ଯାଏଁ ଖାଆନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ କିଛି ସମ୍ପର୍କ ଏମିତି ହୋଇଥାଏ ଯାହାକୁ ଯୋଡ଼ିତେ ମଣିଷ ନିଜେ ହିଁ ଭାଙ୍ଗି ଯାଇଥାଏ।